କୌଣସି ଶିଷ୍ୟ କଠ ଆଣିବା ପାଇଁ ରାଜି ହେଲେ ନାହିଁ। ଶେଷରେ ହରିଦାସ ନାମକ ଏକ ଶିଷ୍ୟ କଠ ଆଣିବା ପାଇଁ ରାଜି ହେଲା। ସେ ମନେ ମନେ ଭାବିଲା ଯେ ମୁଁ କଠ ଆଣିଦେଲେ ଗୁରୁଙ୍କର ପ୍ରିୟ ପାତ୍ର ହୋଇପାରିବି। ସେ ଏହା ଭାବି ବାଟରେ ଯାଉଥାଏ। ସେ ଗଡ଼ଗଡ଼ିଆ ମଠରେ ପହଞ୍ଚି ଗୁରୁଙ୍କ କଠ ହାତରେ ନ ଧରି ଗୋଡ଼ରେ ପିନ୍ଧି ଚାଲିଲା। ଭାବିଲା ପାଦରେ ପିନ୍ଧି ଚାଲିଲେ କ୍ଷତି ବା କ'ଣ? କିନ୍ତୁ ସେ ଏହା ଭାବିଲାନି ଯେ ଏହା ଗୁରୁଙ୍କ ପ୍ରତି ଅସମ୍ମାନ। ସେ ଗୁରୁ ଏହା ଦେଖି ଗୁରୁ କହିଲେ ଯେ ଏହା ଠିକ୍ କାମ ନୁହେଁ, ଏହା ଗୁରୁଙ୍କ ପ୍ରତି ଅବଜ୍ଞା। ଏହାର ଫଳ ତୁମେ ନିଶ୍ଚୟ ଭୋଗିବ। ଗୁରୁଙ୍କ କଥା ସତ ହେଲା। କିଛି ଦିନ ପରେ ହରିଦାସଙ୍କ ଗୋଡ଼ରେ ଘା ହେଲା ଓ ଯାଦୁ ବାହାରିଲା। ସେ ବିଳମ୍ବ ନ କରି ଗୁରୁଙ୍କ ଆଶ୍ରମକୁ ଆସି ଏହା କିପରି ଭଲ ହେବ ପ୍ରାର୍ଥନା କଲେ। ଗୁରୁ କହିଲେ ସମୁଦ୍ର କୂଳରେ ନିଜର ପାଦ ଧୋଇଦିଅ। ସେ ବିଳମ୍ବ ନ କରି ସମୁଦ୍ର କୂଳରେ ନିଜ ପାଦ ଧୋଇଦେଲେ। ତାଙ୍କ ଗୋଡ଼ ଭଲ ହେଇଗଲା ଓ ସେ ମନ ପ୍ରାଣ ଢାଳି ଗୁରୁଙ୍କ ସେବା କଲେ। ସେ ଗୁରୁଙ୍କର ପ୍ରଧାନ ଶିଷ୍ୟ ହୋଇପାରିଲେ। ଏଥିରୁ ଆମେ ଶିଖିଲେ ଯେ ଗୁରୁଙ୍କୁ ସମ୍ମାନ ଦେବା ଉଚିତ।